बृहत् महालक्ष्मी पुराण। ओम श्री श्री महालक्ष्मी नमः। नमस्तेस्तु महामाये श्रीपीठे सुरपूजिते शंख चक्र गदा हस्ते महालक्ष्मी नमस्तुते। नमस्ते गरुडारूढे कोलासुर भयंकरी सर्व पाप हरे देवी महालक्ष्मी नमस्तुते। सर्वज्ञे सर्ववरदे सर्वदुष्ट भयंकरी सर्व पाप हरे देवी महालक्ष्मी नमस्तुते। सिद्धि बुद्धि प्रदे देवी भक्ति मुक्ति प्रदायिनी मंत्रमूर्ते सदा देवी महालक्ष्मी नमस्तुते। आद्यंतरहिते देवी आद्यशक्ति माहेश्वरी जोग जोग संभूते महालक्ष्मी नमस्तुते। स्थूल सूक्ष्म महारौद्रे महाशक्ति महोदर महापाप हरे देवी महालक्ष्मी नमस्तुते। श्वेतांबर धरे देवी नानालंकार भूषिते जगस्थिते महामायी महालक्ष्मी नमस्तुते। महालक्ष्म्यष्टकं स्तोत्रम् यः पठेत् भक्तिमान् नरः सर्वसिद्धिमवाप्नोति राज्यं प्राप्नोति सर्वदा। एककालं पठेत् नित्यं महापाप विनाशनम् द्विकालं यः पठेत् नित्यं धन धान्य समन्वितः त्रिकालं यः पठेत् नित्यं महाशत्रु विनाशनम् महालक्ष्मीर्भवेत् नित्यं प्रसन्ना वरदा शुभा। प्रथमे आसन्तु श्री गणेशଙ୍କ जणान करिबा। जय जय श्री गणेश प्रभु लंबोदर जय जय गजानन पार्वती कुमार जय जय एकदंत बाघेनाकर जय प्रभु गणपति पृथुल जठर शुभ कार्य अग्रे नरतुम्भଙ୍କୁ पूजई सकल कामना तार सिद्ध जे होई। न जाने तुम्भ पूजन मंत्र न जानई तुम्भ कीरति लेखने समर्थ नुहई। जाहाकु तुम्भे करुणा कर गणपति जे सकल शास्त्र मानता मुखे बसंती। आहे प्रभु गजानन बारे दया कर पुराण लेखन चित्त बलिछि मोहर पुराण लेखन पाई बलिछि मानस सुदया कर मोरे सदा शिव जे शिष्य तब दयारे व्यास पुराण जे लेखिले सुदया करिल प्रभु तुम्भे तांक ठारे कृपा करी एकदंत आनंदित मन लेखनी धरिण कर पुराण लेखन
ମାତ ପଡ଼ି ଦାତ୍ରୀଙ୍କର ମହିମା ରଚଇ ସଂସାର ମଧ୍ୟେ ପ୍ରଚାର କରିବାର ପାଇଁ ସଦାଶିବଙ୍କ ଦ୍ୱାର ରକ୍ଷକ ଯେ ଆପଣ କର କୃପା ଏହି ନରେଶ ଦୟା କରିଣ ଲକ୍ଷ୍ମୀ ପୁରାଣ ଲିଖନେ ବଳାଇଛି ମାନ ଦିନ ବୁଦ୍ଧିମନ୍ତ ବନ୍ଦେ ତୁମ୍ଭରି ଚରଣ। ସରସ୍ୱତୀଙ୍କ ବନ୍ଦନା। ନମ ନମ ସରସ୍ୱତୀ ବିଷ୍ଣୁଙ୍କ ଘରଣୀ ନମସ୍ତେ ବିଦ୍ୟାଦାତ୍ରୀ ଜଗତ ଯେ ଜନନୀ ତୁମ୍ଭେ ଜଗତ ମାତ ଶାରଦାଟି ଯେ ତୁହି ସକଳ ବସନଙ୍ଗେ ତୋହର ରାଜଇ ହସ୍ତରେ ବୀଣା ପୁସ୍ତକ ଦିଶଇ ଶୋଭନ ତୁମ୍ଭ ଶ୍ରୀ ଚରଣ ତଳେ କରୁଛି ପ୍ରଣାମ ଲେଖୁଛି ଜନନୀ ମହାଲକ୍ଷ୍ମୀଙ୍କ ପୁରାଣ କାଳିଦାସ ପରି ମୂର୍ଖ ଧ୍ୟାଇ ତୋ ଚରଣ ଦୟା କର ମୋହ ଠାରେ କୁଟ ନ କରିଣ କାଳଜୟୀ ହୋଇଲେ ମା ଲେଖି ଗ୍ରନ୍ଥ ମାନ କଣ୍ଠ ତଟେ ବସି ମାତ ପଦ କହି ଦିଅ ଦୟା କରିଥାଅ ମାତ ଏ ଅଧମ ପୁଅ ଯେବେ ଦୟା ନ କରିବ ଜଗତର ମାତ ହାସ୍ୟାସ୍ପଦ ହେଲା ନିଶ୍ଚୟ ଏ ଅଧମ ସୁତ ତୁମ୍ଭର କୃପା ବଳେ ଗ୍ରନ୍ଥ କରିବି ଲେଖନ ତୁମ୍ଭ ଦୟା ବଳେ ଅରଜିବି ମୁଁ ସୁନାମ ସୁଜ୍ଞାନ ପ୍ରଦାନ କରି ମାତ ବୀଣା ପାଣି ତୁମ୍ଭ ଦୟାରେ ତରିବି ଗ୍ରନ୍ଥ ତରଙ୍ଗିଣୀ କର ମାତା କୃପା ତବ ଅଧମ ସନ୍ତାନ ପଦ ତଳରେ ଶରଣ ବୁଦ୍ଧିମନ୍ତ ଦିନ। ଏବେ ଆସନ୍ତୁ ଶ୍ରୀ ନାରାୟଣଙ୍କ ଜଣାଣ ଶୁଣିବା। ଜୟ ଜୟ ନାରାୟଣ ଜଗତର ନାଥ ଜୟ ଜୟ ନାରାୟଣ ଲକ୍ଷ୍ମୀ ଦେବୀ କାନ୍ତ ଜୟ ଜୟ ନାରାୟଣ ଭକତ ଜୀବନ ଜୟ ଜୟ ନାରାୟଣ ଦୁଃଖ ବିନାଶନ ତୁମ୍ଭେ ନୀଳଗିରିନାଥ ପତିତ ତାରଣ ଫର ଫର ଉଡ଼େ ତବ ପତିତ ପାବନ ଦ୍ରୌପଦୀ ଡାକ ଶୁଣି ଜଗତ ଯେ ଜୀବନ କୁରୁ ସଭା ତଳେ କୋଟି ବସ୍ତ୍ର କଲ ଦାନ ତବ ପାଟରାଣୀ ମହାଲକ୍ଷ୍ମୀ ଶ୍ରୀପତି ତୁମ୍ଭ ମହିମା ଲିଖନେ ସର୍ବଦା ମୋମତି ମହାଲକ୍ଷ୍ମୀ ମହିମା କରିବି ଯେ ଲେଖନ ଭକ୍ତିରେ ପାଠ କରିବେ ପଣ୍ଡିତ ସୁଜନ ନାରଦ ବ୍ୟାସଦେବ କରିଲେ ଯେ ବଖାଣ ଅଷ୍ଟାଦଶ ପୁରାଣକୁ କରିଲେ ଲେଖନ ଆବର ଭଗବତ ଅଷ୍ଟାଦଶ ଯେ ସାର ତାକୁ ଲେଖି ଦେଇ ଗଲେ ବ୍ୟାସ ମୁନିବର ଜଗତ ଠାକୁର ତବ ପଦ ତଳେ ଧ୍ୟାନ ସଦା ରହିଥାଉ ପ୍ରଭୁ କରନ୍ତୁ କଲ୍ୟାଣ
ବୁଦ୍ଧିମନ୍ତ ଦିନ ହସ୍ତେ ଲେଖନି ଧରିଣ ବସିଣ ତୁମ୍ଭ କୀର୍ତ୍ତି କରଇ ଲେଖନ। ଶ୍ରୀ ମହାଲକ୍ଷ୍ମୀଙ୍କ ଜଣାଣ। ନମସ୍ତେ କମଳାଳୟା ଜଗତ ଜନନୀ ନମସ୍ତେ କମଳା ମାଗୋ ବିଷ୍ଣୁଙ୍କ ଘରଣୀ ନମସ୍ତେ ଜଗଜ୍ଜନନୀ ପଡ଼ିଦ୍ରାହି ମାତ ତୁମ୍ଭ ପଦ୍ମ ପାଦରେ କରେ ଯେ ପ୍ରଣିପାତ। ନମସ୍ତେ କମଳା ମାଗୋ ବରୁଣ ନନ୍ଦିନୀ ସର୍ବଜୀବଙ୍କର ମାତା ଜଗତ ଜନନୀ। ତବ ଗ୍ରନ୍ଥ ରଚିବାକୁ ମାନସ କରିଛି ତେଣୁ କରି ଜନନୀ ଗୋ ତାତେ ସୁମରୁଛି। କୁଳ ସ୍ତ୍ରୀ ମାନେ ତୁମ୍ଭଙ୍କୁ ନ କରି ପୂଜନ ଅନ୍ୟ ଓଷା ବ୍ରତରେ ବଳାଇଲେ ଯେ ମନ। କୃପା କଣିକାଏ ମାତ କର ମୋତେ ଦାନ ଲେଖିବଇ ମାତ ତୁମ୍ଭର କୀରତି ମାନ। ଶ୍ରିୟା ଚଣ୍ଡାଳୁଣୀ ତୋର ସେବିଣ ଚରଣ ମହାନଗେଦ ରହିଲା ପାଇ ଧନ ଜନ। ତୁମ୍ଭେ ଚରଣ କିଙ୍କରି ନାରାୟଣଙ୍କର ତେଣୁ ରଚନା କରଇ ମହିମା ତୁମ୍ଭର। ମହାଲକ୍ଷ୍ମୀ ପୁରାଣ ଏ ଗ୍ରନ୍ଥ ଯେ ଅଟଇ ନାରୀମାନେ ପଢ଼ିବେ ଆନନ୍ଦିତ ଯେ ହୋଇ। ସେମାନଙ୍କ ଠାରେ ମାତା ହୋଇ ସୁପ୍ରସନ୍ନ ଧନ ଜନ ଗୋପଲକ୍ଷ୍ମୀ କରିବେ ପ୍ରଦାନ। କୃପା କଟାକ୍ଷରେ ମାତ ଦିଅ ନାଇଣ ପୁରାଣ ଲେଖିବି କହେ ବୁଦ୍ଧିମନ୍ତ ଦିନ। ଗ୍ରନ୍ଥ ସୂଚନା। ଶୁଣ ହେ ବିଦୁଷ ଜନ ଦେଇ ମନ କର୍ଣ୍ଣ ପୁରାଣ ମଧ୍ୟେ ପୁରାଣ ଏ ଲକ୍ଷ୍ମୀ ପୁରାଣ। ଏ ପୁରାଣ ଭକତିରେ ଶୁଣଇ ଯେ ଜନ ନାଶେ ପାପ ତାପ ମନସ୍ତାପ ଦୂରେଇଣ। ବ୍ୟାସଦେବଙ୍କ କୃତ ଅଷ୍ଟାଦଶ ପୁରାଣ ତହିଁରୁ ଶାଖା ପ୍ରଶାଖା ହୋଇଛି ଉତ୍ପନ୍ନ। ଦଧି ମନ୍ଥିଲେ ଲହୁଣୀ ବାହାରେ ଯେ ସନ ସର୍ବପୁରାଣ ପ୍ରକାଶ ଏ ଲକ୍ଷ୍ମୀ ପୁରାଣ। ମହାଲକ୍ଷ୍ମୀଙ୍କ ଚରିତ ଶୁଣ ସର୍ବଜନ ସକଳ ପ୍ରକାର ପୁରାଣ କରି ଚୟନ। ଏ ପୁରାଣ ଲେଖନ ଯେ ପୁରାଣକୁ ନେଇ ପଢ଼ି ଶୁଣି କରି ଏହି ପୁରାଣ ରଚଇ। ନାରୀ ନର ଏ ପୁରାଣ କରିଲେ ପଠନ ପଢ଼ି ଶୁଣି ପୂଜିବେଟି ମାତାଙ୍କ ଚରଣ। ନାରଦ ଋଷିଙ୍କୁ ଶୁଣାଇଲେ ନରହରି ସଦାଶିବ ପାର୍ବତୀଙ୍କୁ କହିଲେ ସେପରି। କୈଳାସପତି ଶଙ୍କର ପାର୍ବତୀଙ୍କ କାନ୍ତ ସେହି ଜାଣିଛନ୍ତି ମହାଲକ୍ଷ୍ମୀଟି ବୃତ୍ତାନ୍ତ। ସମସ୍ତନେ ଭ୍ରମନ୍ତି ଯେ ଦେବ ସଂକର୍ଷଣ ଭାନ୍ତିରେ ନୀତି ପୂଜନ୍ତି ଲକ୍ଷ୍ମୀ ନାରାୟଣ। ଏକ ଦିନର କଥା ଶୁଣ ଦେଇ ଯେ ମନ ସଦାଶିବ ଭଜୁଥିଲେ ଲକ୍ଷ୍ମୀ ନାରାୟଣ।
ଜପୁଥିଲେ ଭଜନରେ ଭୋଳା ସେ ହୋଇଲେ, କ୍ଷୁଧା ତୃଷା ପାଶୋରିଣ ଭାବେ ମଜିଗଲେ। ଶିବଙ୍କ ବିଳମ୍ବ ଦେଖି ପାର୍ବତୀ ଆସିଲେ, ଧ୍ୟାନରେ ଅଛନ୍ତି ଶିବ ତାହାଙ୍କୁ ଭେଟିଲେ। ଦେଖନ୍ତି ମାତା ପାର୍ବତୀ ଦେବ ପଞ୍ଚାନନ, ଭଜୁଛନ୍ତି ମୁଖେ ଲକ୍ଷ୍ମୀ ନାରାୟଣ ନାମ। ଜଗଦମ୍ବା ଦେଖି କରି ଆଶ୍ଚର୍ଯ୍ୟ ହୋଇଣ, ସ୍ଥାଣ ସମ ରହିଲେ ସେ ନ ଆସେ ବଚନ। ଦେବ ଦେବ ମହାଦେବ ନାମ ଗୋଟି ପାଇ, ଲକ୍ଷ୍ମୀ ନାରାୟଣଙ୍କୁ ସେ ଭଜନ୍ତି କିମ୍ପାଇ। ଧ୍ୟାନ ଭଙ୍ଗ କରିଣ ଦେବ ଯେ ପଞ୍ଚାନନ, ଦେଖନ୍ତି ଗୌରୀ ଉଭା ଛନ୍ତି ସେହି ସ୍ଥାନ। ପଶୁପତି ପଚାରନ୍ତି ପ୍ରାଣ ପ୍ରିୟା ଶୁଣ, କି ନିମନ୍ତେ ମୋ ପାଶକୁ କଲ ଆଗମନ। ତୁମ୍ଭର ବିଳମ୍ବ ଦେଖି ଆସିଲ ମୁହିଁ, ସଙ୍ଗତରେ ତୁମ୍ଭକୁ ମୁଁ ଘେନିଣ ଯିବଇଁ। ଧ୍ୟାନ ଭଗ୍ନ ପର୍ଯ୍ୟନ୍ତ ଯେ ଥିଲି ମୁଁ ରହିଣ, ପ୍ରଶ୍ନ ଏକ ଜାଗର ମୋହରି ଯେ ମନେଣ। ଯାହା ପଚାରଇ ମୋତେ ବୁଝାଇ କହିବ, ମନ ମଧ୍ୟରୁ ସନ୍ଦେହ ତୁଟାଇଣ ଦେବ। ତୁମ୍ଭେ ପରା ମହାଯୋଗୀ ଦେବ ମହେଶ୍ୱର, ଯୋଗୀ ଋଷି ସେବନ୍ତି ଯେ ପୟର ତୁମ୍ଭର। ତପିଗଣ ପୂଜୁଛନ୍ତି ପୟର ତୁମ୍ଭର, ଦେଖି ଆଶ୍ଚର୍ଯ୍ୟ ହୁଅଇ ମୁହିଁ ଦେବହର। ତୁମ୍ଭଠାରୁ ବଡ଼ କିଏ ସଂସାର ମଧ୍ୟର, ବଡ଼ ଆଚମ୍ବିତ କର୍ମ କରୁଛ ହେ ହର। ଏହାର କାରଣ କୁହ ପ୍ରଭୁ ପଞ୍ଚାନନ, ଶୁଣିଲେ ସନ୍ଦେହ ମନୁ ଯିବ ଦୂରେଇଣ। ଭଲ ପୁଛିଲେ ମତେ ଭବାନୀ ଗୋ ଯେବେ, ପଡ଼ିଦାତ୍ରୀ ଲକ୍ଷ୍ମୀ ମାତ ନ ଜାଣ କି ତୁମ୍ଭେ। ତାଙ୍କର ମହିମା ଏବେ କହିବି ବୁଝାଇ, ଶୁଣ ଶିରେ ପ୍ରାଣ ପ୍ରିୟା ମନ ଧ୍ୟାନ ଦେଇ। ନାରାୟଣ ଜଗତର ଠାକୁରଟି ଜାଣ, ସକଳ ଘଟରେ ଛନ୍ତି ସେ ତ ବିଦ୍ୟମାନ। ସେ ସୃଜିଛନ୍ତି ଯେ ବ୍ରହ୍ମା ବିଷ୍ଣୁଟି ସାନ, ତାଙ୍କ ବିନୁ ମୋ ଅସ୍ତିତ୍ୱ ନାହିଁ ଚିହ୍ନ ବର୍ଣ୍ଣ। ନାରାୟଣଙ୍କର ମାତ ଅଟନ୍ତି ଯେ ପତ୍ନୀ, ସୁର ନର ପୂଜିତା ଯେ ଜନନୀ ଅଟନ୍ତି। କହୁଛି ସକଳ କଥା ମାନ ଦେଇ ଶୁଣ, ନର ନାରୀ ପଶୁ ପକ୍ଷୀ କୀଟ ତରୁ ତୃଣ। ପଡ଼ିଦାତ୍ରୀ ମାତ କୃପା ଯେ ଜନରେ ନାହିଁ, ସଂସାର ମଧ୍ୟେ ସର୍ବେ ଯେ ଅଛନ୍ତି ରହି। ସୁଦୟା କରିଲେ ଲକ୍ଷ୍ମୀ ରାଜ ସୁଖ ପାଇ, ମାତ ନ ଚାହିଁ ପଡ଼ିବ କେବେ ନ ମିଳଇ। ଲକ୍ଷ୍ମୀ ଛାଡ଼ନ୍ତେ ସ୍ୱର୍ଣ୍ଣ ଲଙ୍କା ହେଲା ଯେ ଚୂର୍ଣ୍ଣ, କୌରବ ମାନେ ସର୍ବେ ହୋଇଲେ ଯେ ନିଧନ।
ସ୍ୱର୍ଗପୁଣ ଲକ୍ଷ୍ମୀ ମାତ ରାଜାଙ୍କ ମନିରେ ରାଜଲକ୍ଷ୍ମୀ ସେହି ମା ଗୃହଲକ୍ଷ୍ମୀ ଯେ ଘରେ ଜଗତର ମାତ ନାରାୟଣଙ୍କ ବନିତା ତାଙ୍କର ମହିମା ଶୁଣି ମନରେ ରଖିଥା କେଉଁ ପରି ସାରା ବିଶ୍ୱ ହେଲା ଉତ୍ତପନ କେଉଁ ପରି ଲକ୍ଷ୍ମୀ ମାତ ଲଭିଲେ ଜନମ ଜୀବ ଜଗତ ସୃଷ୍ଟି ହୋଇଲା ଯେ କେଶନ କେଉଁ ପରି ଲକ୍ଷ୍ମୀ ମାତ ଲଭିଲେ ଜନମ ଜନ ପଡ଼ି ଦାତ୍ରୀ ସୃଷ୍ଟି କରିଲେ ପାଳନ ସେହି କଥା ଗୋଟିଏ ମନ ଦେଇ ଶୁଣ ମହାଲକ୍ଷ୍ମୀଙ୍କ ପୁରାଣ କରିଣ ରଚନା ଗୀତ ଛନ୍ଦରେ ଭଣିଲେ ବୁଦ୍ଧିମନ୍ତ ଦିନ।